ଓ ଭାଇ ରେ, କି ଭିଉ ରେ ଭାଇ। ତ ଚାଲ ସାଙ୍ଗମାନେ ଆମେ ଚାରି ଭାଇ ବାହାରି ପଡିଥିଲୁ ସନ୍ଧ୍ୟାବେଳେ କୁଆଡେ ବୁଲିଯିବୁ ଭାବିକି ଆମେ ବାହାରି ପଡିଲୁ। କୁଆଡେ କହିଲେ? ଆଉ କୁଆଡେ ଭାଇ, ସେଇ ଜଗା ପାଖକୁ। ଜଗା ଡାକିଲା ବହୁତ ଦିନ ପରେ କି ଆସ ବୁଲିକି ଯାଅ, କେତେ ଦିନ ହେଲାଣି ଆସିନ, କଣ କରୁଛ? ତ ଆମେ ଦି ଭାଇ, ସେ ଦି ଭାଇ, ଚାରି ଭାଇ ମିଶିକି ପଡିଲୁ ଭାଇ ଜଗା ପାଖକୁ ଯିବୁ ମାନେ ଆଗ ମା ମା ବାଟ ମଙ୍ଗଳାଟି ମୁଣ୍ଡିଆ ମାରିକି ଭଲସେ ସମସ୍ତେ ଆଶାର ମନରେ ଥିବା ଭାଇ ବହୁତ କିଛି ଆଶା ମାଗି ଦେଇକି ଆମେ ଚାଲିଥିଲୁ ସେଇଠି ଯୋଉଠି ଆତ୍ମା ମନ ସମସ୍ତଙ୍କୁ ଶାନ୍ତି ମିଳେ, ବଡ ଦାଣ୍ଡ। ଭାଇ ସତରେ ଏ ଜାଗାକୁ ଆସିଲେ ବହୁତ ଖୁସି ଲାଗେ, କାହିଁକି କେଜାଣି ମନରେ ଗୋଟେ ଅଲଗା ଲେବୁଲର ଖୁସି ବଢିଯାଏ। ତ ଆମେ ଭିତରକୁ ଦର୍ଶନ କରିକି ପୁଣି ବାହାରକୁ ପଳେଇ ଆସିଲୁ, ଭଲସେ ଭଲସେ ଦର୍ଶନ ହେଇଥିଲା ଠାକୁରଙ୍କ ଦୟାରୁ। ତ ଭାଇ ଆପଣଙ୍କୁ ବାସ୍ ମୁଁ ଗୋଟେ ଭିଉ ଦେଖୁଛି, ଆପଣ ଏଇ ଭିଉ ଟା ଦେଖନ୍ତୁ। ସତରେ ଭାଇ ଏତେ ସୁନ୍ଦର ଲାଗିଲା ମତେ ଏଇ ଭିଉ ଟା। ସବୁଠୁ ବେଷ୍ଟ ପାର୍ଟ ମୋର ଥିଲା ଏଇଟା ଆଜି ଯିବାର। ଆଉ ଭାଇ ପୁରୀ ଆସିବ ଯଦି ସମୁଦ୍ର କୂଳକୁ ନ ଆସିବ କି ମଜା। ଅବଶ୍ୟ ରାତି ହେଇଯାଇଥିଲା, କେହି ନଥିଲେ ତ ଦେଖି ଦେଖି ଆମେ ସାଙ୍ଗେ ସାଙ୍ଗେ ବାହାରି ପଡିଥିଲୁ। କିନ୍ତୁ ଭାଇ ମୁଁ ଜାଣିପାରିନି ମଣିଷ ଜୀବନ ଏତେ ଗର୍ବ କଣ ପାଇଁ, ଦିନେ ନା ଦିନେ ତ ଭାଇ ଏଇଠିକି ହିଁ ଆସିବାକୁ ନା ଅଛି ନା। ତ ଛାଡ ସେ କଥା, କିନ୍ତୁ ପୁରୀର ରୋଡ ନା ଭାଇ ଦିନକୁ ଦିନ ପୁରା ରୋମାଣ୍ଟିକ ହେଇଗଲାଣି, କିନ୍ତୁ ଏକା କେତେ ଦିନ ଆଉ ଭଲ ଲାଗିବ। ତ ଲାଷ୍ଟ କୁ ଭାଇ ସେଇ ଟାଇମ ଆସିଲା ଯୋଉଠି ଥ୍ୟାଙ୍କ ୟୁ ଆମକୁ ଦେଖା ଯାଇଥିଲା। କିନ୍ତୁ ଭାଇ ଯାହା କୁହ ନା, ପୁରୀରୁ ଫେରିଲା ବେଳେ ମନକୁ ବହୁତ ଦୁଃଖ ଲାଗେ। ତ ଛାଡ, କେମିତି ଲାଗିଲା ମୋର ଏଇ କୁନି ବ୍ଲଗ ଟି ଆପଣ ନିଶ୍ଚିନ୍ତ କମେଣ୍ଟ ଆଉ ସବସ୍କ୍ରାଇବ ମାଧ୍ୟମରେ ଜଣେଇବେ। ରହିଲି ଆପଣଙ୍କର ପ୍ରିୟ, ଶୁଭରାତ୍ରି।